ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଚରଣରେ କୋଟି କୋଟି ପ୍ରଣାମ। ଠାକୁର ଗୋଟିଏ ସୁନ୍ଦର ଗଳ୍ପ କହୁଥିଲେ। ଜଣେ ବ୍ରାହ୍ମଣ ଦିନେ ଗଛ ତଳେ ବସି ଦେବପାଠ କରୁଥିଲେ। ଏପରି ସମୟରେ ଏକ ବଗ ଉପରୁ ସେହି ବ୍ରାହ୍ମଣର ଶରୀରରେ ମଳତ୍ୟାଗ କରେ। ସେଥିରେ ବ୍ରାହ୍ମଣ କ୍ରୋଧ ହୋଇ ବଗଟିକୁ ଅଭିଶାପ ଦିଅନ୍ତି। ବଗଟି ଭସ୍ମ ହୋଇଗଲା। ଆଉ ଦିନେ ସେହି ବ୍ରାହ୍ମଣ ହିଁ ଜଣେ ଗୃହସ୍ଥର ଘରକୁ ଭିକ୍ଷା କରିବାକୁ ଯାଇଛନ୍ତି। ଗୃହସ୍ୱାମୀ ସେତେବେଳେ କ୍ଷୁଧାର୍ତ ଓ ପୀଡ଼ିତ। ତାଙ୍କ ସ୍ତ୍ରୀ ସେତେବେଳେ ସ୍ୱାମୀ ସେବାରେ ଗତ। ସିଏ ସେତେବେଳେ ବ୍ରାହ୍ମଣକୁ ଟିକେ ଅପେକ୍ଷା କରିବାକୁ କହିଲେ। ଏଣେ ବ୍ରାହ୍ମଣ ସେତେବେଳେ ରାଗି ଅଗ୍ନିଶର୍ମା। କାର୍ଯ୍ୟ ଶେଷ କରି ଗୃହକର୍ତ୍ରୀ ଭିକ୍ଷା ଦେବାକୁ ଆସି ସବିନୟ ତାଙ୍କ ବିଳମ୍ବର କାରଣ କହି ବ୍ରାହ୍ମଣଙ୍କ ନିକଟକୁ କ୍ଷମା ଚାହିଁଲେ। କିନ୍ତୁ ବ୍ରାହ୍ମଣ ସେଥିରେ ଶାନ୍ତ ନ ହୋଇ ବରଂ ଆହୁରି ଉତ୍ତେଜିତ ହୋଇ ଉଠିଲେ। ଅନ୍ୟ ଉପାୟ ହୋଇ ସେହି ପତିବ୍ରତା ନାରୀ ବ୍ରାହ୍ମଣର କ୍ରୋଧର ବହି ପ୍ରକାଶ ପାଇ କହିଲେ, ମୁଁ ତ ଆଉ କୁଆ ବଗ ନୁହେଁ ଯେ ମୋତେ ଭସ୍ମ କରିଦେବେ। ଏତେ ରାଗ କରିବା ହିଁ ବୃଥା। ମୁଁ କୌଣସି ଅନ୍ୟାୟ କରିନି। ସ୍ୱାମୀଙ୍କ ପରିଚର୍ଯାରେ ବ୍ୟସ୍ତ ଥିଲି, ତେଣୁ ଟିକେ ଡେରି ହୋଇଛି। ବ୍ରାହ୍ମଣ ସେହି ରମଣୀର ପାତିବ୍ରତ୍ୟର ଏକନିଷ୍ଠତାର ସନ୍ଧାନ ପାଇ ସ୍ତମ୍ଭିତ ହୋଇଗଲେ। ପରେ ଶାସ୍ତ୍ର ତତ୍ତ୍ୱ ଜାଣିବା ପାଇଁ ସେ ମିଥିଳାରେ ପିତୃ ମାତୃଭକ୍ତ ଧର୍ମବ୍ୟାଧ ନିକଟକୁ ଗଲେ। ବିଦ୍ୟା ଓ କୁଳର ଜୋର ଯେତେ ହିଁ ଥାଉ ନା କାହିଁକି, ଭକ୍ତି ଛଡ଼ା ଯେ କୌଣସି କିଛି ସାର୍ଥକ ହୁଏ ନା, ତା ଗଳ୍ପଟି ଦେଇ ଶ୍ରୀ ଶ୍ରୀ ଠାକୁର ଆମମାନଙ୍କୁ ବୁଝାଇବାକୁ ଚାହିଁଛନ୍ତି। ସେହି ସଙ୍ଗେ ସଙ୍ଗେ ପତିଭକ୍ତି ଯେ ନାରୀର ଅନ୍ୟତମ ଶ୍ରେଷ୍ଠ ଗୁଣ, ତା ବି ସେ ତୋଳି ଧରିବାକୁ ଚେଷ୍ଟା କରିଛନ୍ତି। ଯେପରି ଠାକୁରଙ୍କ ଛଡ଼ା ବଡ଼ମାଙ୍କ ଜୀବନରେ ଧ୍ୟାନ ଜ୍ଞାନ ଆଉ କେହି ନଥିଲେ। ଜୟ ଗୁରୁ।